ଆମ ଜଗା ଭାରି ବଢ଼ିଆ। କ୍ରିୟାର ତହୁଁ ଯୋଗ ହୋଇ ଉନ୍ନତି ତର୍ଫ ପ୍ରସବଇ ତିତିକ୍ଷା ତହୁଁ କ୍ଷମ ହେଲା ଲଜ୍ଜା ବିନୟ ଜାତ କଲା। ବୁଦ୍ଧିର ପୁତ୍ର ଅର୍ଥ ପୁଣ ମେଧାର ତନୟ ସ୍ମରଣ ମୂର୍ତ୍ତିର ସୁତ ଏବେ କହି ଆଶ୍ରିତ ସର୍ବଗୁଣ ଜହିଁ। ସେବେନି ନର ନାରାୟଣ ତାହାଙ୍କ ଜନ୍ମ କର୍ମ ଶୁଣ। ଏ ମୂର୍ତ୍ତି ପୁତ୍ର ଜନ୍ମ ଦିନେ ଆନନ୍ଦ ଏ ତିନି ଭୁବନେ। ଦିଗ ପବନ ଗିରି ନଦୀ ଆନନ୍ଦେ ଉଛୁଳେ ଜଳଧି। ଆକାଶ ପୁରେ ସୂର୍ଯ୍ୟ ଘୋଷେ ନିର୍ମେଘେ କୁସୁମ ବରସେ। ସକଳ ମୁନି ସ୍ତୁତି କଲେ ଅପ୍ସରା ମାନେ ନୃତ୍ୟ ଭୋଳେ। ଗନ୍ଧର୍ବ କିନ୍ନର ଆନନ୍ଦେ ଗାଇଲେ ବିଦ୍ୟାଧର ବୃନ୍ଦେ। ସକଳ ଗ୍ରହେ ଅନୁକୂଳ ଉତ୍ସବ ପରମ ମଙ୍ଗଳ। ହରଷେ ହର ପଦ୍ମ ଯୋନି ସଙ୍ଗେ ଦେବତା ବୃନ୍ଦ ଘେନି। ମିଳିଲେ ଧର୍ମର ଭୁବନେ ଆନନ୍ଦ ମନେ ସର୍ବଜନେ। ଦେବାଉଛୁ ସେ ନିଜ ମାୟା ଗୁଣେ ହରି ବିଶ୍ୱ ସଂସାରେ ଦେହ ଧରି। ବିଶ୍ୱ ପାଳନ କ୍ଷମ ଅର୍ଥେ ଭାରତ ଭୂମି ମଧ୍ୟ ଗତେ। ଧର୍ମର ଗୃହେ ଅବତରି ପ୍ରକଟ ଋଷି ରୂପ ଧରି। ତପ ଆଚରେ ଜନହିତେ ସେ ହରି ଚରଣେ ନମସ୍ତେ। ଯେ ହରି ସୃଷ୍ଟି ସ୍ଥିତି ଅର୍ଥେ ଆମ୍ଭକୁ ସର୍ଜଇ ଯେ ସତ୍ୱେ। ସର୍ବରକ୍ଷଣ ଅର୍ଥେ ହରି ଆତ୍ମାକୁ ବେନି ରୂପ କରି। ପରିପାଳନ ତପ ବଳେ ଆସନ ଧରଣୀ ମଣ୍ଡଳେ। ଶ୍ରୀନିକେତନ ଜିଣି ନେତ୍ର କିଞ୍ଚିତ ଇକ୍ଷଣେ ପବିତ୍ର। ଯେ ପ୍ରାଣୀ ତାକୁ ଆଶ୍ରା କରେ ସଂସାର ବନ୍ଧୁ ସୁଖେ ତରେ। ସେବେନି ରୂପେ ବିଷ୍ଣୁ ଅଂଶେ ଜନ୍ମ ଲଭିଲେ ଧର୍ମ ବଂଶେ। ଏ ମନ୍ଦ ସୁର ଗଣେ କହି ସ୍ତୁତି କରନ୍ତି ମୁଖ ଚାହିଁ। ସେ ଦେବ ସ୍ତୁତି ପୂଜା ଘେନି ସେ ନର ନାରାୟଣ ବେନି। ତପେ ଜଗତ ଜିନହିତେ ସେ ଗନ୍ଧ ମାର୍ଦନ ପର୍ବତେ। ମିଳିଲେ ଶୁଭ ଲଗ୍ନ ବେଳେ ଭାରତ ଭୂମି ସୁମଙ୍ଗଳେ। ଭୂମିର ଭାରା ନିବାରଣେ ଜଗତ ପରମ କାରଣେ। ସମ୍ଭୂତ ଯଦୁ ଗୁରୁ ବଂଶେ କୃଷ୍ଣ ଅର୍ଜୁନ ବିଷ୍ଣୁ ଅଂଶେ। ଅଗ୍ନିର ସ୍ୱାହା ନାମେ ନାରୀ ତିନି କୁମର ଜାତ କରି। ପାବକ ପବମାନ ସୂଚି ଘୃତ ଭୋଜନେ ତାଙ୍କ ରୁଚି। ଏ ତିନି ବୀର୍ଯ୍ୟେ ଅଗ୍ନି ଗଣେ ଜନ୍ମିଲେ ସଂସାର ଧାରଣେ। 45 ରୂପ ହୋଇ ତେଜେ ଗଞ୍ଜନ୍ତି ସ୍ୱର୍ଗମହୀ। ସେ ପୁଣି ପିତୃ ପିତାମହ ସଙ୍ଗତେ 49 ଦେହ। ସ୍ୱଚ୍ଛନ୍ଦେ ପିତୃଗଣ ସଙ୍ଗେ ମିଳନ୍ତି ବୈତାନିକ ରଙ୍ଗେ। ଯେ ବ୍ରହ୍ମବାଦୀ ବିପ୍ର ଗଣେ ସେ ଯଜ୍ଞେ ମନ୍ତ୍ର ଉଚ୍ଚାରଣେ। ଅଗ୍ନିରେ କରନ୍ତି ହବନ ପିତୃଙ୍କ ନାମ ଏବେ ଶୁଣ। ଅନଳ ଶ୍ୱାତ ବହିର୍ଷଦ ସୌମ୍ୟ ଅଜପ ଆଦି ଭେଦ। ସାଗ୍ନିକ ନିରଗ୍ନିକ ଦୁଇ ଏହାଙ୍କ ପତ୍ନୀ ସ୍ୱଧା ହୋଇ। ତାଙ୍କ ଉଦରେ କନ୍ୟା ବେନି ଜନ୍ମିଲେ ପିତୃରୂପ ଘେନି। ଯା ନାମ ବୟୁନାଧାରିଣୀ ସ୍ୱଭାବେ ସେ ବ୍ରହ୍ମବାଦିନୀ। ଏ ଅନ୍ତେ ଦକ୍ଷ ପ୍ରଜାପତି ତାର ଦୁହିତା ନାମ ସତୀ। ଈଶ୍ୱର ପତ୍ନୀ ସେ ସ୍ୱଭାବେ ତାର ଚରିତ ଶୁଣ ଏବେ। ଆତ୍ମସଦୃଶ ପୁତ୍ର ଗର୍ଭେ ସେ ସତୀ କେବେ ନ ଲଭେ। ପିତା ଅବଜ୍ଞା ସ୍ୱାମୀ ତୁଲେ ଚିତ୍ତେ ସେ ନ ରହିଲା ଭଲେ। ପିତାର ଯଜ୍ଞଶାଳେ ଯାଇ ସ୍ୱାମୀର ଛଳେ କୋପ ବହି। ଦେବଙ୍କ ମଧ୍ୟ ଯଜ୍ଞଶାଳେ ଜୀବନ ଝାଡ଼େ ଯୋଗ ବଳେ। ଚତୁର୍ଥ ସ୍କନ୍ଧେ ଭାଗବତ କହିଲା ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟା ଚତୁର୍ଥ ସ୍କନ୍ଧେ ବିଦୁର ମୈତ୍ରେୟ ସମ୍ବାଦୋ ନାମ ପ୍ରଥମ ଅଧ୍ୟାୟ। ଦ୍ୱିତୀୟ ଅଧ୍ୟାୟ ଆରମ୍ଭ। ଶିବଙ୍କ ତୁଲେ ଦକ୍ଷବାଦ ଦ୍ୱିତୀୟ ଅଧ୍ୟାୟ ସମ୍ବାଦ। ବିଦୁର ଉବାଚ ଯେ ଶିବ ସାଧୁଙ୍କର ଶ୍ରେଷ୍ଠ ତା ସଙ୍ଗ ଦକ୍ଷ କଲା ହଟ। ଦୁହିତା ବତ୍ସଳ ସ୍ୱଭାବେ ସତୀକୁ ଦେଇଅଛି ଭବେ। କିମ୍ବା ଅନୀତି ଆଚରିଲା ସତୀକୁ ଅନାଦର କଲା।
સચરાચર ગુરુહર જે આત્મા રામ જોગેશ્વર શાંત વિગ્રહ નિર્વિકાર અદ્ભુત મહિમા જહાર